ଜାନୁଆରୀ 25 ରୁ ଜାନୁଆରୀ 31 ଆଗାମୀ 7 ଦିନ ପାଣିପାଗ ଓଡ଼ିଶାରେ କିପରି ରହିବ ତା ସହିତ ଆସୁଛି ବଡ଼ ପଶ୍ଚିମା ଝଡ଼ ଓଡ଼ିଶାରେ ହେଇପାରେ ବଡ଼ ବର୍ଷା ଆଶଙ୍କା। ହଁ ଆଜ୍ଞା ମୁଁ କେକେ ସାମନ୍ତରେ ଆପଣ ଦେଖୁଛନ୍ତି ୱେଦର କେକେ ୟୁଟ୍ୟୁବ୍ ଚ୍ୟାନେଲ୍ ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଯଦି କହିବା ତାହେଲେ ଆଗାମୀ ଦିନମାନଙ୍କରେ ଅର୍ଥାତ୍ ଫେବୃଆରୀ ପ୍ରଥମ ସପ୍ତାହରେ ଗୋଟେ ବଡ଼ ପଶ୍ଚିମା ଝଡ଼ ଆସୁଛି ଯାହାଫଳରେ କି ଓଡ଼ିଶାରେ ମଧ୍ୟ ବର୍ଷା ଆଶଙ୍କା ଦେଖାଦେଇପାରେ। ଅର୍ଥାତ୍ ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶାରେ ବଡ଼ ବର୍ଷା ଆଶଙ୍କା ଦେଖାଦେଇପାରେ। ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇପାରେ এই ପଶ୍ଚିମା ଝଡ଼ କେତେ ଶକ୍ତିଶାଳୀ ରହିବ ଆହୁରି 10 ଦିନ ସମୟ ଅଛି ତ ଇଏ ବ୍ୟାପକ ମାତ୍ରାରେ ପରିବର୍ତ୍ତନ ଘଟିପାରେ କାହିଁକିନା ବାରମ୍ବାର ପଶ୍ଚିମା ଝଡ଼ ପରିବର୍ତ୍ତନ ଘଟେ ତ ଇଏ ଆହୁରି 10 ଦିନ ସମୟ ଅଛି ତ କେତେ ଶକ୍ତିଶାଳୀ ହେବ ଓଡ଼ିଶାରେ ବର୍ଷା ହେବ କି ନାହିଁ ତା ଆଗାମୀ ଦିନମାନଙ୍କରେ ଜଣାପଡ଼ିବ। କିନ୍ତୁ ଲଙ୍ଗ୍ ରେଞ୍ଜ୍ ଫୋରକାଷ୍ଟରୁ ଯାହା ଜଣାପଡ଼ୁଛି ଫେବୃଆରୀ ପ୍ରଥମ ସପ୍ତାହରେ ବର୍ଷା ଆଶଙ୍କା ରହିଛି ଓଡ଼ିଶାରେ। ତା ସହିତ ଯଦି କହିବା ତାହେଲେ ଆଗାମୀ 7 ଦିନ ଓଡ଼ିଶା ପାଣିପାଗ ସ୍ଥିତି ଯଦି ଦେଖିବା ତାହେଲେ ଆଗାମୀ 3 ଦିନ 25, 26, 27 ରାଜ୍ୟରେ ଥଣ୍ଡା ଦେଖିବାକୁ ମିଳିପାରେ। ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଓଡ଼ିଶା କିଛି ଜିଲ୍ଲାମାନଙ୍କରେ ଥଣ୍ଡା ଟିକେ ଦେଖିବାକୁ ମିଳିପାରେ ଅର୍ଥାତ୍ 4 ରୁ 5 ଡିଗ୍ରୀ ତାପମାତ୍ରା ରାତିରେ ତାପମାତ୍ରା ହ୍ରାସ ଘଟିପାରେ ଏବଂ ଥଣ୍ଡା ଟିକେ ଦେଖିବାକୁ ମିଳେ। ଏହାର ମୁଖ୍ୟ ଯଦି କାରଣ କହିବା ପଶ୍ଚିମା ଝଡ଼ ଏବେ ଉତ୍ତର ଭାରତରେ ଯାଇଛି ତୁଷାରପାତ ଭୟଙ୍କର ତୁଷାରପାତ ବର୍ଷା ଦେଖିବାକୁ ମିଳିଥିଲା। ତା'ର ଯେଉଁ ଥଣ୍ଡା ବାୟୁ କିଛି ମାତ୍ରାରେ ମଧ୍ୟପ୍ରଦେଶ ଛତିଶଗଡ଼ ପର୍ଯ୍ୟନ୍ତ ଆସୁଛି ଓଡ଼ିଶା ମଧ୍ୟ କିଛି ମାତ୍ରାରେ ପ୍ରବେଶ କରିପାରେ ଯାହାଫଳରେ କି ଥଣ୍ଡା ମଧ୍ୟ ଦେଖିବାକୁ ମିଳିପାରେ। ତ ଏଇଭଳି ଆଗାମୀ 3 ଦିନ ଯଦି କହିବା ଥଣ୍ଡା ଦେଖିବାକୁ ମିଳିବ କିନ୍ତୁ 28 ରୁ ପାଗରେ ପୁଣି ପରିବର୍ତ୍ତନ ଘଟିବ ଅର୍ଥାତ୍ ପଶ୍ଚିମା ଝଡ଼ ପୁଣି 27 ତାରିଖ ରାତିରେ ପ୍ରଭାବିତ କରିବ ଉତ୍ତର ଭାରତରେ ଏବଂ ତାପରେ ଲଗାତାର 29 ତାରିଖ ପର୍ଯ୍ୟନ୍ତ ସକ୍ରିୟ ରହିବ। 28 ରୁ 31 ତାରିଖ ପର୍ଯ୍ୟନ୍ତ ଯଦି କହିବା ରାଜ୍ୟରେ ପୁଣି ଶୀତ ଟିକେ କମ୍ ଦେଖିବାକୁ ମିଳିବ ଏବଂ ଉପକୂଳ ଓଡ଼ିଶା ଯଦି କହିବା ଆଗାମୀ ଯଦି 7 ଦିନ କୁହୁଡ଼ି ଦେଖିବାକୁ ମିଳିବ, ଘନ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ଏହାର ମୁଖ୍ୟ କାରଣ ଯଦି କହିବା ପୂର୍ବ ବାୟୁର ପ୍ରଭାବ ଉପକୂଳ ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା କିଛି ଜିଲ୍ଲାରେ ମଧ୍ୟ ପ୍ରଭାବିତ କରୁଛି ଯାହାଫଳରେ କି କୁହୁଡ଼ି ଆଗାମୀ 7 ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ। ତ ଏଇଭଳି ସ୍ଥିତି ରହିବ। ଆଗାମୀ 3 ଦିନ ଟିକେ ଥଣ୍ଡା ଦେଖିବାକୁ ମିଳିବ ତା ପରବର୍ତ୍ତୀ ଯଦି କହିବା 4 ଦିନ ଶୀତ କମ୍ ରହିବ ପଶ୍ଚିମା ଝଡ଼ ପ୍ରଭାବରେ ଏବଂ ତା ସହିତ କୁହୁଡ଼ିର ପ୍ରଭାବ ମଧ୍ୟ ଉପକୂଳ ଓଡ଼ିଶାରେ ବ୍ୟାପକ ମାତ୍ରାରେ ରହିବ। ତ ଏଇଭଳି ସ୍ଥିତି ରହିବ ଆଗାମୀ 7 ଦିନ ପାଣିପାଗ। ଯଦି ବି କିଛି ପରିବର୍ତ୍ତନ ଘଟିବ ନିଶ୍ଚିତ ଆପଣ ତାପରେ ଅପଡ଼େଟ୍ ଦେବି। ଦେଖୁଥାନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ, ଲାଇକ୍ ସେୟାର କରିବେ। ରହିଲି ନମସ୍କାର।